କୁଜଙ୍ଗରେ ଥାଇକି ଦେଖନ୍ତୁ ଆମେ ଆଥରକ ଆସିଥିଲୁ ଚେୟାର ଫେୟାର ନଥିଲା ଆଉ ବହୁତ ବି ଆକ୍ସିଡେଣ୍ଟ ହେଉନଥିଲା। ଏବେ ଯେହେତୁ ମାନେ ଅଧିକା ଆକ୍ସିଡେଣ୍ଟ ହେଉଛି ଆପଣମାନଙ୍କୁ କହିଦେଉଛି ମାନେ ବହୁତ ମାତ୍ରାରେ ମାନେ ଏବେ ଆକ୍ସିଡେଣ୍ଟ ହେଉଛି। ଆଉ ସାଙ୍ଗମାନେ ଆସିଗଲେ ଆଉ ଗୋଟେ ନୂଆ ଭିଡ଼ିଓକୁ ଆଉ ଆପଣମାନଙ୍କୁ ସ୍ୱାଗତ କରୁଛୁ ମୋର ଆଉ ଗୋଟେ ନୂଆ ବ୍ଲଗ୍କୁ। କାହିଁକିନା ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା ଭିତରେ ରାତି 11ଟାରେ ଟୋଟାଲି ମାନେ ପରଦିନର ଘଟଣା ଯେଉଁ ହେଇଥିଲା ଆଉ ମୁଁ ଗୋଟେ ଦିନ ଶୋଇନଥିଲି କାହିଁକି ରାତିରେ ନିଦ ହେଲାନି। ଆଉ ଯେହେତୁ ଆମେ ତାକୁ ମାନେ ସାନ ଭାଇଟାକୁ ଯେହେତୁ ଆମେ ଟୋଟାଲି ତାର ସବୁ ସଂସ୍କାର କରି ଟୋଟାଲି ଆସିଲୁ ଆଉ ତାକୁ ବି ମାଟିରେ ପୋତିଲୁ ଆଉ ସବୁ ଲୁଣ ମୁଣ ଦେଇ ସବୁ ପୁରା ସେଇଟା ମାନେ ନିଜ ଆଖିରେ ଦେଖିଲୁ ନା। ଫାଷ୍ଟ ଟାଇମ୍ ଆମର ଏଇଟା ସମସ୍ତଙ୍କ ଗାଁ ଲୋକଙ୍କର ଫାଷ୍ଟ ଟାଇମ୍। ଆଉ ଯେହେତୁ ଆମେ ସେଇଟା ଦେଖିଲୁ ଆମର ପୁରା ନିଦ ହଜିଗଲା ଗୋଟେ ରାତି। ଆଉ ମୁଁ ଏବେ ପୁରା ଖିଆପିଆ କରିନି, ମା ସେପଟେ ଭଜାଭଜି କରୁଛି। ରାତି 11ଟାରେ ଆମର ଭଜା ହେଉଛି କାହିଁକିନା ପୁରା ଏ ଯେଉଁ ସିରିୟସ୍ ମ୍ୟାଟର। ଆପଣମାନଙ୍କୁ ଗୋଟେ ଫଟୋ ଦେଖୁଛି ଆଉ ସେ ଫଟୋଟା ଦେଖନ୍ତୁ କେମିତି ପୁରା ଆମେ ତାକୁ ମାନେ କେମିତି କ'ଣ ଇଏ କରିଥିଲୁ, ମାନେ କେମିତି କ'ଣ ତାକୁ ସମାଧି ଦେଇଥିଲୁ କ'ଣ କରିଥିଲୁ। ଆଉ ଆପଣମାନେ ଛୋଟ ମାନେ ଫଟୋଟା ଦେଉଛି ଆପଣମାନେ ଦେଖନ୍ତୁ। କାହିଁକିନା ମୁଁ ଭିଡ଼ିଓ ବନେଇ ନଥିଲି ରାତିରେ ଆଉ ଫୋନ୍ ବି ମୋ କତିରେ ନଥିଲା। ଭାଇ ସମସ୍ତେ କାନ୍ଦୁଥିଲେ, ଗୋଟା ସୁଦ୍ଧା ତାଙ୍କ ପରିବାର ସମସ୍ତେ ଟୋଟାଲି ମାନେ ଗାଁ ଗୋଟାକ ବି କାନ୍ଦୁଥିଲେ। ଆଉ ସେଥିପାଇଁ ମୁଁ ଆଉ ସେ ଭିଡ଼ିଓ ବନେଇ ନଥିଲି କାହିଁକିନା ମୁଁ ଗୋଟେ ଫଟୋଟା ଉଠେଇକି ଆଣିଥିଲି। ବାସ୍ ବହୁତ ମାନେ ଦୁଃଖର ଘଟଣା ଏଇକି ଯେ ମାନେ କ'ଣ ହେଇଗଲା ମାନେ କ'ଣ ହେଇଗଲା କ'ଣ ଘଟିଗଲା ଆପଣମାନଙ୍କୁ ପୁରା ଟୋଟାଲ୍ ଦେଖିପାରୁଥିବେ ଜାଣିପାରୁଥିବେ। ଆଉ ଯେଉଁ ଜାଗାରୁ ଆମେ ଯାଇଥିଲୁ ପୋଷ୍ଟମର୍ଟମ୍ କରିବାକୁ, ମୁଁ ସେଇଠି ରେଗୁଲାର ଭିଡ଼ିଓ କରିବାକୁ ଯାଏ। ଆପଣମାନେ ଜାଣିଥିବେ ମୁଁ ପୋଷ୍ଟମର୍ଟମ୍ କରିକି ଭିଡ଼ିଓ ମାନେ ରେଗୁଲାର ବି ବନେଇବାକୁ ଯାଏ। ରେଗୁଲାର ନଗଲେ ବି କାହିଁକିନା କାମ ବ୍ୟସ୍ତ ରହେ। ଆଉ ମାସକୁ ନିହାତି ମୁଁ 2-3 ଥର ଯାଏ ପୋଷ୍ଟମର୍ଟମ୍ ଘରକୁ। ଆଉ ପରଦିନର ଘଟଣା କ'ଣ ହେଲା, ସେଇ ପୋଷ୍ଟମର୍ଟମ୍ ଘରକୁ ମୋର ଗୋଟେ ସାନ ଭାଇକି ମୁଁ ନିଜେ ନେଇକି ଯାଇକି ସେଠି ଡାକ୍ତର ପୋଷ୍ଟମର୍ଟମ୍ କଲେ, ସବୁକିଛି କରିକି ମୁଁ ସେଇଠୁ ଆଣିକି ଆମେ ମଶାଣିକି ନେଇଗଲୁ, ସମାଧି କଲୁ, ସବୁକିଛି କଲୁ। ମାନେ ମୁଁ ସେଇଟା ଭାବୁଛି ଯେଉଁ ଜାଗାକୁ ଆମେ ଭିଡ଼ିଓ ବନେଇବାକୁ ଯାଉଥିଲୁ, ଯେଉଁଠି ଆମେ ଭୂତ ଖୋଜୁଥିଲୁ, ଆଜି ସେଇ ଜାଗାକୁ ଆମେ ନିଜ ପରିବାରର ଗୋଟେ ସଦସ୍ୟକୁ ନେଇକି ଗଲୁ। ମାନେ ଜାଣିପାରୁଥିବେ ବହୁତ ଦୁଃଖଦ କଥା। ଠାକୁର ଆମ ସହିତ କ'ଣ କରୁଛନ୍ତି କ'ଣ ନାହିଁ ମୁଁ ସେଇଟା କହିପାରିବିନି। କାହିଁକିନା ଆମ ଭାଗ୍ୟରେ ଯେଉଁଟା ଥିବ ସେଇଟା ହିଁ ଆମକୁ ମିଳିବ। ସେଥିପାଇଁ ନୁହଁ ଯେ ଆମେ ବ୍ୟସ୍ତ ହେଇକିରି ଟୋଟାଲି ନିଷ୍ପତ୍ତି ନେଇଯିବା କି ଭୁଲ ନିଷ୍ପତ୍ତି, ବଡ଼ ଲୋକଙ୍କ କଥା ମାନିବା, ସବୁକିଛି କରିବା। କାହିଁକିନା ଆମର କର୍ତ୍ତବ୍ୟ ହେଉଛି ବଡ଼ ଲୋକଙ୍କର କଥାଟା ମାନିବା। ଆମେ ଯଦି ସେ ଶୁଣିକିରି ବଡ଼ ଲୋକଙ୍କ କଥାଟା ଯଦି ଶୁଣିକିରି ଆଜି ରହିଯାଇଥାନ୍ତା କି ମୁଁ ଯିବିନି ଇଏ କରିବି, ସେ ବଡ଼ ଲୋକଙ୍କ କଥା ଶୁଣିଲାନି କାହିଁକିନା ଯେହେତୁ ଶୁଣିନି ମାନେ ବିପଦରେ ପଡ଼ିବ। ସେଥିପାଇଁ ମୁଁ ସବୁ କିଛି ମାନେ ଯେତେବେଳେ ମୁଁ ଯେଉଁ କାର୍ଯ୍ୟଟା କରେ ସେଇଟା ମୋ ମାଆକୁ ମାନେ ମୁଁ କହେ। ଆଉ ମୋ ମାଆର ମୋର ମାନେ ଆମର ଗୋଟେ ମନ, କିଛି ଟେନସନ୍ ନାହିଁ। ଆମର ଗୋଟେ ମନ, ମୁଁ ଯଦି କହିବି ମୁଁ ଏଇ ଭିଡ଼ିଓଟା କରିବି ମୋ ମାଆ କହିବ ଦେ ଆକା। ଆମର ଏଇଟା ପୁରା ରେଗୁଲାର ଚାଲିଥାଏ। ମୋ ସେପଟେ ମୋ ମାଆ ପାଟି ଶୁଭୁଛି, ଆଉ ଯଦି ବି ହେଲା ମୋ ମାଆକୁ ଏବେ ଡାକିପାରେ ଭିଡ଼ିଓରେ କାହିଁକିନା ବହୁତ ଦୁଃଖଦ ଘଟଣା ଆମ ସହିତ ଘଟିଗଲା। ଆଉ ମୁଁ ଏବେ ମାଆକୁ ଡାକୁଛି, ମାଆ ଆସିବ, ଆମେ କଣ୍ଟିନ୍ୟୁ ପୁରା ଦେଖିବା ମାଆର ବି ରିଆକ୍ସନ୍ କେମିତି ରହୁଛି। ମାଆର ମନଟା ଦୁଃଖ ଅଛି ମୁଁ ଜାଣିଛି, କାହିଁକିନା ମାଆ ଚଟକିନା କାନ୍ଦିଦେଲା ବେଳକୁ ମୋ ମନଟା ପୁରା କଷ୍ଟ ଲାଗୁଛି। ବହୁତ ଦୁଃଖଦ ଘଟଣା। ସେଥିପାଇଁ ଆଉ ଆପଣଙ୍କୁ ମୁଁ ମାଆକୁ ଡାକୁଛି ଆପଣମାନେ ଦେଖିବେ ଆଉ। ନା ମୁଁ ଭାବିଥିଲି ମାଆକୁ ଡାକିକି ମାନେ ଭିଡ଼ିଓଟା କରିବି। ଆଉ ମାନେ ମାଆ କ'ଣ 2 ପଦ କି 3 ପଦ ଯାହା ତାଙ୍କ ସ୍ୱଇଚ୍ଛାରେ କହିବେ କ'ଣ ହେଇଛି କ'ଣ ନାହିଁ। ଦେଖିଲା ବେଳକୁ ଆମର ଏପଟେ ଲାଇନ୍ କଟ୍, ରାତି ହେବ ମାନେ ଲାଇନ୍ କଟ୍। ଇଏ ମୋହନ ମାଝୀ ଆଉ ନବୀନ ପଟ୍ଟନାୟକ ଯେପର୍ଯ୍ୟନ୍ତ ଆଇଛନ୍ତି ଏପଟ ଏରିଆରେ ପୁରା ଟୋଟାଲ୍ ଲାଇନ୍ କଟ୍, ଆଉ କିଛି କରିହେଉନି। ସେଥିପାଇଁ ମାଆକୁ ଆଉ ତ ଡାକି ହେବନି, ଅନ୍ଧାରରେ ଭିଡ଼ିଓ ବନେଇ ହେବନି। ଆଉ ମୁଁ ରହୁଛି, ଜୟ ଜଗନ୍ନାଥ।